ସମୟର ଚକ୍ରରେ ଆପଣମାନଙ୍କୁ ସ୍ୱାଗତ। ସଦର କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ। ଅନ୍ୟ ଦଳର ଶତାଧିକ କର୍ମୀ ଧରିଲେ ହାତ। ଆଉ ମାତ୍ର କେଇଟା ମାସ ପରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର କଂଗ୍ରେସ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଗତ କିଛି ମାସ ଧରି ଦଳ ପକ୍ଷରୁ ଲଗାତାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ମଧ୍ୟ ଅନ୍ୟ ଦଳର ଶତାଧିକ କର୍ମୀ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆଦର୍ଶ ଲୋକାଭିମୁଖୀ କାର୍ଯ୍ୟ ଏବଂ ସଦରର ଯୁବନେତା ତଥା ଜିଲ୍ଲା କଂଗ୍ରେସର ଉପସଭାପତି ସରୋଜ ଲେଙ୍କା ଲୋକପ୍ରିୟତାକୁ ଆଧାର କରି ଶତାଧିକ ଅନ୍ୟ ଦଳର କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ଘଡ଼େଇ, ବଇଁଚା ପଞ୍ଚାୟତର ୱାର୍ଡ ସଭ୍ୟ ହରିଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ବରିଷ୍ଠ ନେତା ସୁକାନ୍ତ କୁମାର ମାଝୀ ନିଜର ଶତାଧିକ କର୍ମୀଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା, ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ଟାଉନ ସଭାପତି ଅନୁପ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀକାନ୍ତ ବୁଗୁଡ଼ାଇ, ସଂଖ୍ୟାଲଘୁ ନେତା ଶେଖ ଅସଗର ଅଲ୍ଲୀ, ସମ୍ପାଦକ ଶେଖ ନିଜାମୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳରେ ସ୍ୱାଗତ କରିଥିଲେ। ବିଶେଷ କରି 25 ନମ୍ବର ଜୋନ୍ରେ 3ଟି ପଞ୍ଚାୟତ ବୁଆଳ, ବଇଁଚା ଏବଂ ସିନ୍ଧିଆର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦାନ ଅନ୍ୟ ଦଳକୁ ଚିନ୍ତାରେ ପକାଇଛି। 25 ନମ୍ବର ଜୋନ୍ ସଭାପତି ଅନନ୍ତ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଧନ୍ୟବାଦ। ଦେଖନ୍ତୁ, ବିଗତ 4-5 ମାସ ହେଲା କଂଗ୍ରେସର ଯେଉଁ ଭଳିଆ ମିଶ୍ରଣ ପର୍ବ ହେଉଛି ତାହା ସଦର ନିର୍ବାଚନ ମଣ୍ଡଳୀର ପ୍ରମାଣିତ କରୁଛି ଯେ ଲୋକ କଂଗ୍ରେସକୁ ଭରସା କରି ଆସି କଂଗ୍ରେସର ମିଶୁଛନ୍ତି। ଗତ 24 ନିର୍ବାଚନରେ ଯେଉଁମାନେ ବିଜେପି ଦଳକୁ ଭରସା କରି ଡବଲ ଇଞ୍ଜିନ ସରକାର ବନେଇଥିଲେ ପ୍ରତାରଣା ପାଉଛନ୍ତି। ସେମାନେ ଜାଣିପାରୁଛନ୍ତି ଯେ ନା ଆମେ ଗୋଟେ ଭୁଲ କରିଦେଇଥିଲୁ। ଏ ଦଳ ଗରିବ ଖଟିକିଆ ଲୋକଙ୍କ ପାଇଁ ନୁହେଁ, ବଡ଼ ବଡ଼ିଆ ଲୋକଙ୍କ ପାଇଁ। ସେମାନଙ୍କୁ ମିଥ୍ୟା ପ୍ରତାରଣା ଦେଉଛନ୍ତି, କଥା ଦେଉଛନ୍ତି, କିଛି କାମ ତାଙ୍କର କରୁନାହାନ୍ତି। ତାହାରି ପାଇଁ ବିଶେଷ କରି 25 ନମ୍ବର ଜୋନ୍ରେ ବିଭିନ୍ନ ପଞ୍ଚାୟତରୁ ବିଜେପି ବିଜେଡିର ଆଗ ଧାଡ଼ିର କର୍ମୀମାନେ ଆସି କଂଗ୍ରେସ ଦଳରେ ମିଶୁଛନ୍ତି, କଂଗ୍ରେସର ହାତମୁଠାକୁ ଟାଣ କରୁଛନ୍ତି।